ପାରି ଦେଉଛନ୍ତି ଦିଅନ୍ତୁ 4-5ଟା ଦେବେ ଖାଇଦେବା। ହଁ ସାଙ୍ଗମାନେ, ଜୟ ଜଗନ୍ନାଥ ସାଙ୍ଗମାନେ, ସବୁ ଭାଇ ଭଉଣୀ ନମସ୍କାର। ମୋର ଆଉ ଗୋଟେ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଆପଣଙ୍କର ବ୍ଲଗର ପ୍ରିୟ ବଳରାମ। ଦେଖିପାରୁଥିବେ ମୁଁ ବର୍ତ୍ତମାନ ଆସିଛି ହଦଗଡ଼ ରୋଡ଼ରୁ, ଯାହାକି ଏଇଟା ମହାଦେବପୁର ସହିତ ହେଉଛି ମହାଦେବପୁର ଗାଁଟା ନା। ଆଉ ବର୍ତ୍ତମାନ ଲୋଡ଼ କରି ବର୍ତ୍ତମାନ ଯିବି। ଆଉ ଆସିଲିନି ସକାଳୁ, ତ 1.5 ଘଣ୍ଟା 2 ଘଣ୍ଟା ଲାଗିଯାଉଛି ଜାଗାକୁ। ସାଙ୍ଗମାନେ ସକାଳ ସକାଳ ବାହାରି ପଡ଼ିଲି। ବର୍ତ୍ତମାନ ମୋ ସାଙ୍ଗର ଗୋଟେ ଆସିବାର ଅଛି ଗ୍ରିଲ୍ଟେ ଆଉ ଗୋଟେ ବ୍ରିଜ୍। ବାହାରି ପଡ଼ିଲି ବର୍ତ୍ତମାନ ଶଙ୍ଖଚିଲାରୁ ସିନେମ ଛକ 10 କିଲୋମିଟର ହଦଗଡ଼ ଲାଇନ୍ ଯିବା। ବର୍ତ୍ତମାନ ଚାଲନ୍ତୁ ସାଙ୍ଗମାନେ, ଭିଡ଼ିଓ କଣ୍ଟିନ୍ୟୁ ରଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଇଣ୍ଟରେଷ୍ଟିଂ ଭିଡ଼ିଓ ହେବ, ଆରମ୍ଭ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବହୁତ ଭଲ ଲାଗିବ। ଆଉ ବହୁତ ବି ଜିନିଷ ବାଟ ଦେଖେଇବି, କେମିତି କ'ଣ ଯାଉଛି କ'ଣ ନାହିଁ। ଚାଲନ୍ତୁ, ଜୟ ଜଗନ୍ନାଥ। ବାହାରି ପଡ଼ିଲି ବର୍ତ୍ତମାନ। ଦେ ଦୀପ ଦେ, ଗୋଟେ ଦୀପ ଦେ, କଦଳୀ ଦେନି। ଦୀପ ନେଇଛି, ଦୀପ ନେଇଛି ଗୋଟେ। ହଁ, ମାଙ୍କ ଦର୍ଶନ ଟିକେ ହେଇଗଲା ଆଜି ମଙ୍ଗଳବାର। ବହୁତ ଦିନ ମନ୍ଦିର ଆସିନଥିଲି ସାଙ୍ଗମାନେ, ତ ମାଙ୍କ ଦର୍ଶନ କରିଦେଲି। ମାଙ୍କ କୃପାରୁ ଆଜି ପର୍ଯ୍ୟନ୍ତ ଏଇ ବାଟେ ଚାଲିଛି। ମାଙ୍କ ଦର୍ଶନ କରିନିଅନ୍ତୁ। ସମସ୍ତଙ୍କର ମଙ୍ଗଳ ରଖନ୍ତୁ ମା। ଯିବା ଆଗକୁ ଯିବା। ବର୍ତ୍ତମାନ ଚାଲ 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 ଚାଲ। ଗାଡ଼ିରେ ବସେଇଦେଲି, ଟିକେଟ୍ କାଟିଦେଲି। ସାଙ୍ଗମାନେ, ପ୍ରଭୁଙ୍କର ଇଚ୍ଛା ଯାହା ସହିତ ପଠାଇছে ତାକୁ ପଠେଇବେ। ଯାହା ମୁଁ ଆସୁଥିଲି ଗାଁରୁ, ଗୋଟେ ପିଲା ଆସିଲା ମୋ ସହିତ, ସେ ଛୋଟ ଛୋଟ ଉଠିଲା। ସେଠି ଜଣେ ଭକ୍ତ, ଭଗବାନଙ୍କର ଭକ୍ତ ଯେ ପୁରୀ ଯାଇ ବାହାରିଲା। ଗାଡ଼ି ପିଲାମାନେ ତାଙ୍କ ଷ୍ଟାଫ୍ ସବୁ ଆସିକି ଯାଜପୁର ଷ୍ଟେସନରେ ଠିଆ ହେଇଥିଲେ, ଦଳ ଟ୍ରେନ୍ରେ ଯିବ ବୋଲି। ଗାଡ଼ି ଆଉ 10-15 ମିନିଟ୍ ଥିଲା ପୁରୀ। ତାଙ୍କୁ ଆଣିକି ଷ୍ଟେସନରେ ପହଞ୍ଚେଇଲି। ଷ୍ଟେସନରେ ପହଞ୍ଚେଇ ତାଙ୍କୁ ଟିକେଟ୍ କାଟି ଦେଇଦେଲି। ଯେଉଁ ଆଶୀର୍ବାଦ ଏଇଟା ବଡ଼ କଥା। ମହାପ୍ରଭୁ ମୋର ପ୍ରଣାମ ଜଣାଇଦେଲି, ସେ ପ୍ରଣାମ ଟିକେ ମୋର ଦେବେ। ଆଉ ଯାହା ଏମିତି ସମସ୍ତେ ସହଯୋଗ କରନ୍ତୁ। ଜୟ ଜଗନ୍ନାଥ। ହେଇଗଲାଣି, ଏଠି ଟିକେ ତେଲ ପକେଇ ଟାଙ୍କିରେ ଯିବା। ସାଙ୍ଗମାନେ, ସତରେ ମହାପ୍ରଭୁଙ୍କର ଦୟା ଯଦି ତୁମ ଥିବ, ସେମିତି ଯାହା ସହିତ ହେଲେ ତୁମ ବଢ଼େଇ ତାଙ୍କ ପାଉଛି ଦର୍ଶନ କରିବା ପାଇଁ। ସେମିତି ଏଇ ସକାଳୁ ତ ମନ ଆତ୍ମା ପବିତ୍ର ପୁରା ଥିଲା, ବହୁତ ବି ଥିଲା। ଭଗବାନଙ୍କ ପ୍ରତି ବହୁତ ଭକ୍ତିଭାବ ଥିଲା। ପୂଜା ସାରିକି ଗାଡ଼ିରେ ଆସିକି ମାଆଙ୍କ ଦର୍ଶନ କଲି। ହନୁମାନଙ୍କ ଦର୍ଶନ ହେଲା। ହେଲେ କଲା ପରେ ମୁଁ ଆସିଲା ଭିତରେ ଜଣେ ସେ ରଞ୍ଜନ ବୋଲି ଭାଇଟିଏ, ସେ ମୋତେ ଛୋଟରାମ ଛୋଟ ଓହ୍ଲେଇଦେବ। ଏଠୁ ଓହ୍ଲାଉଛି 2 ଜଣ ଭଗବାନଙ୍କର ଭକ୍ତ ମନ୍ଦିରରେ କୀର୍ତ୍ତନ କରି ଯାଉଛନ୍ତି। ତାଙ୍କ ମଠରେ ସେ ଅଛନ୍ତି, ସେ ପୁରୀ ଯିବେ। ସେତେବେଳେ ହେଲାଣି ଟାଇମ୍ 8:26-27 ହେବ। ତ ସେ କ'ଣ କଲେ ନା, କହିଲେ ଆଉ ଆମେ ଯିବୁ ଟିକେ। ମୁଁ କେମିତି କ'ଣ ଯିବ, ସ୍ତ୍ରୀ ଲୋକ ଆଦେଶ କରି ଆଗରେ ବସେଇଲି, ପଛରେ ବାବା ବସିଲେ। ପୁରା ଟାଇମ୍ ବା ତେଲ ପକେଇଲେ, ତେଲ ବି ପକେଇଲି। ମୁଁ ଆନ୍ଦପୁର ଭଡ଼ା ଆସିବାର ଅଛି, ମୋର ବି ଲେଟ୍ ହେଲାଣି। ମୁଁ ଯିବି ଛେନା ଛକ ଯିବି। ତଥାପି ମୁଁ ଚେଷ୍ଟା କରିବି ନା, ବସ ଦେଖିବା। ତେଲ ପକେଇ କ୍ୟାନସଲ୍ କଲି। ଆଉ ଗାଡ଼ି ବହୁତ ସ୍ପିଡ଼ ନେଇକି ଆସିଥିଲି, ଚ୍ୟାଲେଞ୍ଜ ଉପରେ ଥିଲା ମୋ ପାଇଁ ପହଞ୍ଚାଏ। ତଥାପି 10 ବାଟି ଜାମ୍ ହେଲା। ତଥାପି ମୁଁ କହିଲି ହେଇଗଲାଣି 35 ଆଉ 10 ମିନିଟ୍ ମୋ ହାତରେ ଟାଇମ୍ ଅଛି। ମାର୍କେଟ ବି ଜାମ୍ ହେଇଥିବ, ମାର୍କେଟ ଜାମ୍ ହେଇଥିଲା। ଆସିକି ପହଞ୍ଚିଲା ମୋ ହାତରେ ଆଉ ଅଛି 40 ମିନିଟ୍, ସରି 5 ମିନିଟ୍ ଅଛି। ଟ୍ରେନ୍ ଆସିକି ପହଞ୍ଚିବ। ଗାଡ଼ିରୁ ଓହ୍ଲେଇଲି, ଟିକେଟ୍ ଦେଖିଲି ସେ କାଟିଲେ ତାଙ୍କୁ ଇଏ ଲାଗିବ, ଟିକେଟ୍ କାଟିଦେଲି। ଆଉ ରହିଲେ ହାତ ପୁରା 2-3 ମିନିଟ୍। ତାଙ୍କ 3 ନମ୍ବର ପ୍ଲାଟଫର୍ମ ଧରିକି ପଳାଅ। 3 ନମ୍ବର ପ୍ଲାଟଫର୍ମ ଗଲେ ଯାହା ହଉ ଯେମିତି ହଉ ଗାଡ଼ିରେ ବସି ପଡ଼ିଛୁ। ଠାକୁରଙ୍କ ଭଲରେ ଯାଆନ୍ତୁ, ଭଲରେ ପହଞ୍ଚନ୍ତୁ। ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା, ସବୁ ଭକ୍ତ ଆପଣଙ୍କ ପାଖକୁ ଯାଉଛନ୍ତି, ସମସ୍ତେ ଭଲରେ ପହଞ୍ଚନ୍ତୁ, ଭଲରେ ରୁହନ୍ତୁ। ଆଉ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିବା। ଆଉ କରିଥିଲେ ଆମେ ବି ପାଇବା। ମନ ଭିତରେ ଏହା ହିଁ ରଖନ୍ତୁ ସବୁବେଳେ ପାଇଁ। କାହାକୁ ଦେବା ଆଉ ତାଠୁ
चेष्टा करेंगे पाइबार आशा के कार्ड रखु ना स्थल ज्ञान धर्म साहय ये सब कुछ कले भगवान आशीर्वाद सब सदा सर्वदा तम थी चलतु आग को जा बर्तमान मुझे पहुँची गली बरपदा टोलगेट पाखापाखि टोलगेट पाखे गली एठू किसी बाट गलापर आंदपुर शालापड़ छक कटि बेलवाड़ी मार्केट एपटू बाईपास होपटे आमर एपटे बाईपास बेलवाड़ी मार्केट डाण पटे एठू डाण पटे कटिक आम सीधा जा आंदपुर ब्रिज आम डाण को जा डाण को जा बंद रोड भद्र रोड आज हाट शालबणी छक ये हाट अच्छी आंदपुर छकरू पूरा एमती रोड भल रोड आगर तो सिंगल रोड रास्ता बहुत खराब थी रास्ता बहुत भल है देखते रोड भल रोड रोड गाड़ी बंद छक पहुँचे तो आंदपुर पड़े शालबणी छक तापर पड़े आप चक्कर तीर्थ जाई सारे बाँकरे आठू मेन रोड 11 किलोमीटर चक्कर तीर्थ मंदिर तापर आगू गले छिन्नवा छक पड़ो छिन्नवा छकरू 15-16 किलोमीटर पड़ो हदगड़ आम से रास्तार जा गलापर तो पचारि गोटे कौन टिंगर ना गोटे कौन कहले बुझी जा चलत सांग मैंने मार्केट रे पाखापाखि पहुँची गली तो आगू मार्केट टा आठू मार्केट किसी बाट गलापर 100-200 मीटर पर बाँक पड़ो रास्ता हदगड़ रास्ता से रास्ता मत पड़ो से किसी अच्छी बोले मार्केट बोले जाम प्रबल जना पड़ी छेनापति छकर बर्तमान रही जलिया जलिया कर गाड़ी साइड कर ठिया कर जाम हो मार्केट आज सका जाम हो टे रास्तार भिडियो मुझे पठेली हदगड़ जा समय से रास्ता हदगड़ पाखापाखि मुझे डाण कटि लगुच जाती आमर कौन आम बालेश्वर खेड़ा गोपीनाथपुर जो पंचलिंगेश्वर रास्ता पंचलिंगेश्वर रास्ता लगुच देखते पूरा भिडियो करते से टाइप पहाड़ देखा तो है कि बर्तमान में जाऊँगी बहुत सुंदर जगह जाओ बहुत भल लगुच रास्ता जगह ना ठेंग या ठेंग छकरू डाण को जा जना पड़ो आड़े रोड आसी आगुरी पिकनिक तो आसती बैक आसी अटो आगुरी आसती बड़ा आड़े आसती पहुँची गली आउ ढेंकाचर बाबारे ये सब पथरिया एरिया सब देखिया ढेंकाचर पहुँच गाड़ी थोड़ा ये हूँ ढेंका छक पहुँची ढेंका हदड़ रास्ता ये रास्ता संगम रास्ता से कही देखिया आ मो गाड़ी ठिया छकर देखा सांगटा आसू रास्ताटा कन्फ्यूज रोचे ना तो से कहला ठिया ठिया से आसो ये जीव ढेंका मार्केटा ना यहाँ शशुर रास्ता कौड़ा कि भाई जाऊँगी आगे मत नहीं आइला छक पहुँचली ढेंका छक पहुँचला ढेंका छक मार्केट अरे मुझे छक तो पहुँचली फिर मार्केट से सांग आसला तो सांग तो जाऊँगी शशुर पाक शशुर पाक फ्रिज लोड हम लोड कर रिटर्न संचिला जी सांग देखी पारे से आगे आगे जाऊँ शशुर आस जलिका नहीं आसी सांग खाइब जना पड़े अच्छा
ସାଙ୍ଗ ଶ୍ୱଶୁର ବାହାରେ ଜାଗା ପୁରା ଏକଦମ ଭଲ ଜାଗା ପୁରା ସାଇଲେଣ୍ଟ ପରିବେଶ ଏପଟେ ଦେଖି ତ ସୁନ୍ଦର ପାହାଡ଼ ସବୁ ଅଛି ଆଉ ତ ସବୁ ତାର ନୂଆ ସାଇକେଲ ଗ୍ରିଲ ଫ୍ରିଜ ସବୁ ଲୋଡ କରିଦେଲାଣି ଗାଡ଼ି ହେଭି ଲୋଡ ଫେରେ ଅମୃତଭଣ୍ଡା ତାଙ୍କର କହିଲେ ଆମର ଚଢ଼େଇ ସବୁ ଖାଇବା ଦେଉଛି ଭଲ କିଏ ଖାଉନାହାନ୍ତି ଆଉ ମୁଁ କହିଲି ଆମ ଆଡ଼େ ଅମୃତଭଣ୍ଡା ଦୁଇଟା ସାଙ୍ଗ କହିଲେ ଅମୃତଭଣ୍ଡା ନେଇଯା ଅମୃତଭଣ୍ଡା ପାରୁଛନ୍ତି ତା ଶାଶୁ ଦେଖିଆ ଭଲ ଭଲ ଲାଗୁଛି ଜାଗା ସତ ଏ ଜାଗା ବହୁତ ସାଇଲେଣ୍ଟ ଜାଗା ନା ବହୁତ ଭଲ ଲାଗୁଛି ହଉ ମୁଁ ରଖୁଛି। ଏଇଟା ହଉଛି ହଦଗଡ଼ ପାହାଡ଼ ଦେଖାଯାଉଛି ତାଙ୍କ ଗାଁଟା ଏଇଠୁ ଆଉ ହଦଗଡ଼ 6-7 କିଲୋମିଟର ରହିବ ହଦଗଡ଼ ପାହାଡ଼ଟା ଏଇଟା ଏଇ ଦେଖାଯାଉଛି କ'ଣ ପାହାଡ଼ଟା ହେଇ ତମ ନାଁ କ'ଣ ଇଏ ମୋ ସାଙ୍ଗର ପୁଅ କଥା ନାଁ କ'ଣ ତମ ନାଁ ତମ ଘର ଆଚ୍ଛା ମାମୁଁ ଘର ଢେଙ୍କାନାଳ ନା ଏଟା ତ ଢେଙ୍କାନାଳ ନୁହଁ ଢେଙ୍କ ସଙ୍ଗମ ସଙ୍ଗମ ନା ହଦଗଡ଼ ରୋଡ଼ ମାମୁଁ ଘର ଭଲ ଲାଗୁଛି ନା ତମ ଘର ଭଲ ଲାଗୁଛି ତମର ଭଲ ଲାଗୁଥିଲା ମାମୁଁ ଘର ଭଲ ଲାଗୁଛି ମାମୁଁ ଘର ଏତେ ପାହାଡ଼ ଜଙ୍ଗଲ ପୁରା ହାତୀ ଦେଖୁଛୁ ନା ହଁ ଆଚ୍ଛା ରାସ୍ତାଟା ଭଲ ହେଇଛି।